ବାଘ ଛାଲ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ 5 ଜଣ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବନଖଣ୍ଡ ବିଭାଗ ଅଧୀନସ୍ଥ ସାନ ମହେଶ୍ୱର ସେକ୍ସନ ହରିପୁର ଗ୍ରାମଠାରେ ଏକ କଲରା ପତରିଆ ବାଘର ଛାଲ ବିକ୍ରି ପାଇଁ ଉଦ୍ୟମ ନେଇ ଖଡ଼ିଆଲ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଗ୍ରାହକ ସାଜି ସେମାନଙ୍କ ସହ ମୁଲଚାଲ କରିବା ସହ ସମସ୍ତଙ୍କୁ ଗିରଫ କରିଛନ୍ତି। ଘଟଣାସ୍ଥଳରୁ ବାଘ ଛାଲ ଜବତ ହୋଇଥିବା ବେଳେ ବାଘକୁ ମାରି ବିକ୍ରି କରିବାକୁ ଥିବା 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଅନ୍ୟ 2 ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବାଘଟି 4 ବର୍ଷର ହୋଇଥିବା ଅନୁମାନ କରାଯାଉଛି। ଗିରଫ ଅଭିଯୁକ୍ତମାନେ ହେଲେ ରମେଶ ମାଝୀ ବୟସ 40, ଯଦୁ ପହରିଆ ବୟସ 31, ଛିନୁ ପହରିଆ ବୟସ 60, ପବିତ୍ର ମାଝୀ ବୟସ 39, ତୁଳସୀରାମ ପରଭୋଇ ବୟସ 35 ବୋଲି ସୂଚନା ମିଳିଛି। ଏନେଇ ଖଡ଼ିଆଲ ବନାଞ୍ଚଳ କାର୍ଯ୍ୟାଳୟରେ ଏକ କେସ୍ ନମ୍ବର OR 26/2024-25 ରୁଜୁ ହୋଇ ବନଖଣ୍ଡ ଆଇନର ଧାରା ଅଣ୍ଡର ସେକ୍ସନ 9, 39, 44, 49A, 49B ଆଇନ ବଳରେ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନଙ୍କଠାରୁ 2 ଗୋଟି ବାଇକ୍, 5 ଗୋଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଖଡ଼ିଆଲ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଖଡ଼ିଆଲ ACF ମହମ୍ମଦ ସାଲିହା, ଖଡ଼ିଆଲ ରେଞ୍ଜର ସଂସ୍କୃତି ବଡ଼ନାୟକ, ଖଡ଼ିଆଲ ଫରେଷ୍ଟର କନ୍ଦର୍ପ ସୁନାନୀ, ସାନ ମହେଶ୍ୱର ଫରେଷ୍ଟର ଧର୍ମେନ୍ଦ୍ର ନାୟକ, ଫରେଷ୍ଟ ଗାର୍ଡ ନରେଶ ଦଣ୍ଡସେନା, ମିତାରାଣୀ ସାହୁ, ପ୍ରସନ୍ନ ହଂସ ପ୍ରମୁଖ ସାମିଲ ଥିଲେ। କଲରା ପତରିଆ ବାଘକୁ ମାରି ଛାଲ ବିକ୍ରୟ ଉଦ୍ୟମ ହେଉଥିବା ନେଇ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ସୀତାନନ୍ଦୀ ଅଭୟାରଣ୍ୟରୁ ବନ ବିଭାଗକୁ ଖବର ମିଳିଥିଲା। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। 22 ତାରିଖ ଦିନ ଆମେ ଗୋଟେ ଅପରେସନ୍ କରିଥିଲୁ, ଯେଉଁଥିରେ 2 ଜଣ ଅଭିଯୁକ୍ତଙ୍କୁ କଲରା ପଥରିଆ ବାଘ ଛାଲ ସହିତ ଧରାଯାଇଛି ହରିପୁର ଗାଁରୁ। ତାଙ୍କୁ ଆଣି ଆମେ ପଚରା ପଚରି କଲା ପରେ ଆଉ 3 ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆମେ ଧରିଛୁ। ତ ଟୋଟାଲ ଏବେ 5 ଜଣ ଆମ କଷ୍ଟଡିରେ ଅଛନ୍ତି, ଯେଉଁମାନଙ୍କୁ କୋର୍ଟ ଚାଲାଣ କରାଯିବ। ଆଉ ଗୋଟେ ଲେପର୍ଡ ସ୍କିନ୍, 2ଟା ବାଇକ୍ ଆଉ 5ଟା ମୋବାଇଲ ଫୋନ୍ ମଧ୍ୟ ଆମେ ଜବତ କରିଛୁ। ଆଉ 2 ଜଣ ଫେରାର ଅଛନ୍ତି, ଯେଉଁମାନଙ୍କୁ ଧରିବାର ଉଦ୍ୟମ ଚାଲିଛି। ୟାର ପାଇଁ ଇନଫର୍ମେସନ୍ ଆମକୁ ଉଦନ୍ତୀ ସୀତାନଦୀ ଟାଇଗର ରିଜର୍ଭର ଷ୍ଟାଫ୍ ମାନେ ଦେଇଥିଲେ, ଯାହାକୁ ବେସ୍ କରିକି ଆମେ ଏହି ଅପରେସନଟା କରିଥିଲୁ। ଏଇ ଡିଲ୍ଟା ହରିପୁର ଗାଁରେ ହେଇଥିଲା। ଆଉ ଡିଲ୍ ହେଲା ବେଳେ ହିଁ ସେମାନଙ୍କୁ ଧରାଯାଇଥିଲା। ସେଇଟା ଆମେ ଏବେ ଆହୁରି ଖୋଜାଖୋଜି କରୁଛୁ। ଆଉ ଯାହା ଯେତେବେଳେ ଇନଫର୍ମେସନ୍ ଆସିବ ଆମେ ନିଶ୍ଚୟ ଆପଣମାନଙ୍କୁ ଜଣାଇବୁ। କେତେଟା ବାଘ ଛାଲ ଥିଲା ସାର୍, ଆଉ କେତେ ଧରା ପଡ଼ିଛି? ଗୋଟେ ବାଘ ଛାଲ ଥିଲା, ଗୋଟେ ଧରା ପଡ଼ିଛି। ଆମେ ଫର୍ଦର ଇଣ୍ଟ୍ରୋଗେସନ୍ ବି କରୁଛୁ, କି ଖୋଜାଖୋଜି କରୁଛୁ କି ଆଉ କିଛି ଥାଇପାରେ କି। ଏବେ ଯାଏଁ ଏମିତି ଆମକୁ ସୂଚନା ମିଳିନି, କିନ୍ତୁ ମିଳିଲେ ଆମେ ନିଶ୍ଚୟ ତା ଉପରେ କାର୍ଯ୍ୟାନୁଷ୍ଠାନ କରିବୁ। ତ ଅଭିଯୁକ୍ତ ମାନେ କୋଉ ଅଞ୍ଚଳର ସାର୍? ଗୋଟେ ଅଭିଯୁକ୍ତ ହରିପୁରରୁ, ଆଉ ଜଣେ ଭୋଜପୁରର ଅଛନ୍ତି, ଆଉ ମୋତେ ସବୁ ଜାଗା ତ ମନେ ପଡ଼ୁନାହିଁ ଏବେ, କିନ୍ତୁ ଯେଉଁଠୁ ଧରା ହେଇଛି ସେଇଟା ହରିପୁରର। ଆଉ ଖଡ଼ିଆଲରୁ ମୋହନଲାଲ ଦୀପଙ୍କ ରିପୋର୍ଟ। ଉପସ୍ଥାପନା ବୀରେନ୍ଦ୍ର କୁମାର ପାଣିଗ୍ରାହୀ, ଜନମୁଖ ନ୍ୟୁଜ୍। ନମସ୍କାର।